ଗୋଟିଏ ବର୍ଷ ଅତିବାହିତ ହୋଇଅଛି ଓ ପରମେଶ୍ୱର ଆମ୍ଭକୁ ଅନ୍ୟ ନୂତନ ବର୍ଷ ଦେଇଛନ୍ତି। ମୋର ଆଶା ଯେ ସାରା ଜଗତରେ ସିଓନର ସମସ୍ତ ସନ୍ତାନ ଏହି ବର୍ଷ ମଧ୍ୟ ପରମେଶ୍ୱରଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ହେବେ। ମୋର ପ୍ରାର୍ଥନା କି ଏହି ବର୍ଷ ସାରା ଜଗତ ପିତା ଓ ମାତାଙ୍କ ମହିମାରେ ପୂର୍ଣ୍ଣ ହୋଇଯାଉ, ଯାହାଦ୍ୱାରା ଏପରି ବଡ଼ ଚିତ୍କାର ହେଉ କି ଯେଉଁ ମେଷମାନେ ଏବେ ପର୍ଯ୍ୟନ୍ତ ଏହି ମେଷଶାଳାର ନୁହନ୍ତି ଫେରି ଆସିପାରିବେ। ମୋର ଏହା ମଧ୍ୟ ପ୍ରାର୍ଥନା କି ସେମାନେ ପିତା ଓ ମାତାଙ୍କ କୋଳରେ ଫେରି ଆସନ୍ତୁ ଓ ପରମେଶ୍ୱରଙ୍କ ଆଶୀର୍ବାଦରେ ପଶ୍ଚାତାପ କରନ୍ତୁ। ଆଜିର ଶୀର୍ଷକ, ଆସନ୍ତୁ ଆମେମାନେ ପରମେଶ୍ୱରଙ୍କୁ ଜାଣିବା। ପିତା ପରମେଶ୍ୱର ଓ ମାତା ପରମେଶ୍ୱରଙ୍କୁ ଜାଣିବା ମହତ୍ତ୍ୱପୂର୍ଣ୍ଣ ଅଟେ। ଆମ୍ଭକୁ ଏହା ମଧ୍ୟ ଜାଣିବା ଉଚିତ କି ପରମେଶ୍ୱର କେଉଁ ବିଷୟକୁ ଦୁଷ୍ଟ ମାନନ୍ତି ଓ କେଉଁ ବିଷୟରେ ପ୍ରସନ୍ନ ହୁଅନ୍ତି। କଣ ସେ ପରମେଶ୍ୱର ନୁହନ୍ତି ଯିଏ ଜୀବନ ଓ ସୌଭାଗ୍ୟ, ମୃତ୍ୟୁ ଓ ବିନାଶକୁ ପ୍ରଭାବିତ କରନ୍ତି? ପରମେଶ୍ୱର ଆମ୍ଭମାନଙ୍କ ଜୀବନ, ମାନବ ଇତିହାସ ଓ ପ୍ରତ୍ୟେକ ଲୋକମାନଙ୍କ ଠାରେ ଆଗ୍ରହ ଉତ୍ପନ୍ନ କରନ୍ତି, ଯାହାଫଳରେ ଭବିଷ୍ୟବାଣୀର ସମୟ ଅନୁସାରେ ବିଜ୍ଞାନ ଓ କୌଶଳରେ ବିକାଶ ହୋଇପାରିବ। ଆଦମଙ୍କ ଉତ୍ପତ୍ତି ପରେ 6000 ବର୍ଷ ଅତିବାହିତ ହୋଇଅଛି, ତଥାପି ମଧ୍ୟ କେବଳ ଗତ 100 ବର୍ଷରେ ବିଜ୍ଞାନର ବିକାଶ ପ୍ରଭାବଶାଳୀ ଭାବେ ହୋଇଅଛି। ଏହି ବିଷୟ ଉପରେ ବିଚାର କରନ୍ତୁ, ତେବେ ଏହା ତୁଳନାତ୍ମକ ଭାବରେ ଛୋଟ ଅବଧି ଅଟେ। ଯେମିତି ପରମେଶ୍ୱର କହିଲେ ପ୍ରତ୍ୟେକ ବିଷୟର ସମୟ ହୋଇଥାଏ, ତେବେ କ'ଣ ଏହାର ଅର୍ଥ ଏହା ନୁହେଁ କି ପରମେଶ୍ୱର 6000 ବର୍ଷରୁ ନିର୍ଦ୍ଧାରିତ ସମୟର ଉଦ୍ଦେଶ୍ୟପୂର୍ଣ୍ଣ ଭାବରେ ଅପେକ୍ଷା କରିଥିଲେ? ପିତାଙ୍କ ଆଗମନର ଦିନ ବାସ୍ତବରେ ବହୁତ ସନ୍ନିକଟ ଓ ସଙ୍ଗରେ ବାଇବଲର ସମସ୍ତ ଭବିଷ୍ୟବାଣୀଗୁଡ଼ିକର ନିର୍ଦ୍ଧାରିତ ସମୟ ମଧ୍ୟ ବହୁତ ସନ୍ନିକଟ। ଜଙ୍ଗଲରେ ଇସ୍ରାଏଲମାନଙ୍କ 40 ବର୍ଷର ଯାତ୍ରା ଆମ୍ଭମାନଙ୍କ ବିଶ୍ୱାସର ଜୀବନରେ, ଯାହା ବାସ୍ତବିକତା ଅଟେ, ମାତ୍ର ଏକ ଛାୟା ଅଟେ। ଜଙ୍ଗଲରେ 40 ବର୍ଷ ପର୍ଯ୍ୟନ୍ତ ଇସ୍ରାଏଲୀୟ ନିରନ୍ତର ପ୍ରଲୋଭନରେ ପଡ଼ିଲେ ଏବଂ କିଣାନରେ ପ୍ରବେଶ କରିବା ପର୍ଯ୍ୟନ୍ତ ଅଭିଯୋଗ କଲେ। ମିରିବାରେ ଲୋକମାନେ ମୋଶାଙ୍କ ସମ୍ମୁଖରେ ଦୁଷ୍ଟ ଥିଲେ। ଏଥିରେ ଯେତେବେଳେ ମୋଶା ଶୈଳରେ ମାରୁଥାଇ କହିଲେ, ଆମ୍ଭେମାନେ କି ତୁମମାନଙ୍କ ନିମନ୍ତେ ଏହି ଶୈଳରୁ ଜଳ ବାହାର କରିବା, ତେବେ ସେ ପରମେଶ୍ୱରଙ୍କ ମହିମାକୁ ପ୍ରଦର୍ଶିତ କଲେ ନାହିଁ। ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା 40 ବର୍ଷର ଲମ୍ବା ଯାତ୍ରାର ଶେଷରେ ହେଲା। ଆମ୍ଭକୁ ଆବଶ୍ୟକ ଯେ ଆମ୍ଭେ ସ୍ୱର୍ଗ ଯିବା ପର୍ଯ୍ୟନ୍ତ ଜଙ୍ଗଲରେ ଅତିବାହିତ କରିଥିବା ସେମାନଙ୍କ ଜୀବନ ଉପରେ ଧ୍ୟାନ ଦେଉଥାଇ ସ୍ୱୟଂକୁ ଦେଖିବା ଓ ସ୍ୱୟଂ ଉପରେ ଧ୍ୟାନ ଦେବା। ଆସନ୍ତୁ ଆମେମାନେ ସ୍ୱୟଂକୁ ବାରବାର ଦେଖିବା ଓ ଏହି ବିଷୟର ମୂଲ୍ୟାଙ୍କନ କରିବା କି ଆମ୍ଭେ ପରମେଶ୍ୱରଙ୍କ ଆଶୀର୍ବାଦ ପାଇବା ଯୋଗ୍ୟ ଜୀବନ ଅତିବାହିତ କରୁଅଛୁ ଅବା ନାହିଁ। ଜଙ୍ଗଲରେ ସେମାନଙ୍କ 40 ବର୍ଷର ଯାତ୍ରା ସମୟରେ ଇସ୍ରାଏଲମାନେ ବହୁତ ଥର ପରମେଶ୍ୱରଙ୍କ ଚମତ୍କାରିକ ସାମର୍ଥ୍ୟର ଅନୁଭବ କଲେ। ସେମାନେ 40 ବର୍ଷ ପର୍ଯ୍ୟନ୍ତ ମାନ୍ନା ଭୋଜନ କଲେ ଓ ଆପଣା ଶତ୍ରୁମାନଙ୍କ ଠାରୁ ଅନେକ ଜୟ ଲାଭ କଲେ। ଯେମିତି ଯେବେ ପରମେଶ୍ୱର ସେମାନଙ୍କ ପାଇଁ ଗିବିଓନରେ ସୂର୍ଯ୍ୟକୁ ଓ ଆୟାଲନ୍ତର ତଳଭୂମିରେ ଚନ୍ଦ୍ରକୁ ସ୍ତବ୍ଧ କରିବାକୁ ଦେଲେ, ଯଦିଓ ପରମେଶ୍ୱର ସେମାନଙ୍କୁ ଚମତ୍କାର ଦେଖାଇଲେ, ଯାହା ସେମାନଙ୍କ ଠାରେ ପରିବର୍ତ୍ତନ ଆଣିବା ଓ ସେମାନଙ୍କୁ ଏହି ଅନୁଭବ କରିବା ପାଇଁ ପର୍ଯ୍ୟାପ୍ତ ଥିଲା କି ସେ ଅସ୍ତିତ୍ୱରେ ଅଛନ୍ତି, କିନ୍ତୁ ସେମାନେ କେବେ ଏହିପରି ଭାବରେ ଅନୁଭବ କଲେ ନାହିଁ। ଯେବେ ଆମ୍ଭେ ସେମାନଙ୍କ ଅଭିଲେଖ ଦେଖିଥାଉ, ଯେଉଁମାନେ 40 ବର୍ଷର ଦୀର୍ଘ ସମୟରେ ବଚସା ଓ ଅଭିଯୋଗ କରିଥିଲେ, କ'ଣ ଆମ୍ଭେ ଏହା ଅନୁଭବ କରିପାରିବା ନାହିଁ କି ଆମ୍ଭଠାରେ ଏପରି ଅନେକ ବିଷୟ ଅଛି ଯାହାକୁ ଆମ୍ଭମାନଙ୍କୁ ସ୍ୱର୍ଗର ରାଜ୍ୟରେ ପ୍ରବେଶ କରିବା ସମୟ ପର୍ଯ୍ୟନ୍ତ ପରିବର୍ତ୍ତନ କରିବା ଉଚିତ? ଯଦି ଆମ୍ଭେ ସ୍ୱର୍ଗ ଯିବା ପୂର୍ବେ ଏହି ବିଷୟର ଅନୁଭବ କରିବା ନାହିଁ, ତେବେ ଆମ୍ଭେ ସ୍ୱର୍ଗରେ ପ୍ରବେଶ କରିବାରେ ଅସଫଳ ହେବା। କେବଳ ଯେଉଁମାନଙ୍କୁ ଏହି ବିଷୟର ଅନୁଭବ ହୋଇଅଛି ସ୍ୱର୍ଗରେ ପ୍ରବେଶ କରିପାରିବେ। ଆମ୍ଭମାନଙ୍କ ସମ୍ମୁଖରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବିଷୟ ଏହା କି ଆମ୍ଭେ ବାସ୍ତବରେ ପରମେଶ୍ୱରଙ୍କୁ ଜାଣୁ ଅବା ନାହିଁ। ଜଙ୍ଗଲରେ ସମ୍ପୂର୍ଣ୍ଣ 40 ବର୍ଷରେ ଇସ୍ରାଏଲୀୟ ପରମେଶ୍ୱରଙ୍କ ଦିଆଯାଇଥିବା ଚମତ୍କାରର ଅଭ୍ୟସ୍ତ ହୋଇଗଲେ। ସେମାନେ ପ୍ରତ୍ୟେକ ବସ୍ତୁକୁ ସାଧାରଣ ବିଷୟ ମାନୁଥାଇ ସମସ୍ତ ବସ୍ତୁ ପ୍ରତି ଅସ୍ଥିରତା ହୋଇଗଲେ, ଯାହା ପରମେଶ୍ୱର ସେମାନଙ୍କ ପ୍ରତି କରୁଥିଲେ। ଆରମ୍ଭରେ ଯେବେ ସେମାନେ ପ୍ରଥମ ଥର ସ୍ୱର୍ଗରୁ ମାନ୍ନା ପଡୁଥିବାର ଦେଖିଲେ, ତେବେ ସେମାନେ ବହୁତ ଖୁସି ଓ ଉତ୍ସାହୀ ହେଲେ ଓ ସେମାନଙ୍କ ମନ ଦ୍ରବିତ ହେଲା। କିନ୍ତୁ ଯେମିତି ଯେମିତି ଗୋଟିଏ ମାସ, 2 ମାସ ଓ ଗୋଟିଏ ବର୍ଷ ଅତିବାହିତ ହେଲା, ସେମିତି ସେମିତି ସେମାନଙ୍କୁ ଏହି ବିଷୟ ସାଧାରଣ ଲାଗିଲା। ପ୍ରଥମେ ତ ସେମାନେ କହିଲେ, ଏହା ଚମତ୍କାର ଅଟେ, ଏହା ଅଦ୍ଭୁତ ଅଟେ, ଏହା ଶୋଭାମୟ ଅଟେ। ସେମାନେ ପରମେଶ୍ୱରଙ୍କ ମହିମା ଓ ସ୍ତୁତି କଲେ। କିନ୍ତୁ
ଯେମିତି ଯେମିତି ସମୟ ଅତିବାହିତ ହେଲା ସେମାନେ ଏହାକୁ ଏପରି କିଛି ମାନି ଯାହାର ସେମାନେ ଯୋଗ୍ୟ ଅଟନ୍ତି ଏହାର ଅର୍ଥକୁ ବୁଝିଲେ ନାହିଁ। କିନ୍ତୁ ବାସ୍ତବରେ ଏପରି କିଛି ମଧ୍ୟ ନଥିଲା ଯାହା ଆରମ୍ଭରୁ ହିଁ ସାଧାରଣ ଥିଲା। ଏହି ଘଟଣା ଅସାଧାରଣ ଓ ଅଦ୍ଭୁତ ଥିଲା, କିନ୍ତୁ ସେମାନେ ଏହାକୁ ପ୍ରତ୍ୟେକ ସମୟରେ ଘଟୁଥିବା ସାଧାରଣ ବିଷୟ ବୋଲି ମାନିଲେ। ଏପରି ଲୋକ ଅଛନ୍ତି ଯେଉଁମାନଙ୍କୁ ପରମେଶ୍ୱରଙ୍କ ଇଚ୍ଛା ଶିକ୍ଷା କରିବା ପାଇଁ 40 ବର୍ଷ ମିଳିଅଛି, କିନ୍ତୁ ପରମେଶ୍ୱରଙ୍କ ଇଚ୍ଛାର ଅନୁଭବ କରିବାରେ ଅସକ୍ଷମ ଅଟନ୍ତି। ଏପରି ଲୋକ ମଧ୍ୟ ଅଛନ୍ତି ଯେଉଁମାନଙ୍କୁ ପରମେଶ୍ୱରଙ୍କ ଇଚ୍ଛା ଶିକ୍ଷା କରିବା ପାଇଁ କେବଳ ଗୋଟିଏ ବର୍ଷ ମିଳିଅଛି, କିନ୍ତୁ ସେମାନଙ୍କୁ ପରମେଶ୍ୱରଙ୍କ ଇଚ୍ଛାର ଶୀଘ୍ରତାର ଅନୁଭବ ହୋଇଅଛି ଆଉ ସେମାନେ ପରମେଶ୍ୱରଙ୍କ ମହିମା କରନ୍ତି। ଏଥିପାଇଁ ଆସନ୍ତୁ ଆମେମାନେ ପରମେଶ୍ୱରଙ୍କୁ ଜାଣିବା ଏହି ଉପଦେଶ ଶୀର୍ଷକର ସହିତ ପରମେଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରୁଅଛୁ। ମୋତେ ଆଶା ଅଛି ଯେ ଏହି ନୂତନ ବର୍ଷରେ ଆମେ ପରମେଶ୍ୱରଙ୍କୁ ଆହୁରି ଅଧିକ ଧନ୍ୟବାଦ ଓ ମହିମା କରିବା ଏବଂ ବିଶ୍ୱାସକୁ କେବେ ମଧ୍ୟ ହରାଇବା ନାହିଁ, ମାତ୍ର ଶେଷ ପର୍ଯ୍ୟନ୍ତ ଧରି ରଖିବା। ଆସନ୍ତୁ ଆମେମାନେ ଦ୍ୱିତୀୟ ବିବରଣ ଅଧ୍ୟାୟ 28 ଉପରେ ଏକ ନଜର ଦେବା। ଅଧ୍ୟାୟ 28 ପଦ 1। ମୁଁ ଆଜି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେ ଆଜ୍ଞା ତୁମକୁ ଆଦେଶ କରୁଅଛି ସେ ସବୁ ମାନିବା ପାଇଁ ଓ କରିବା ପାଇଁ ଯେବେ ତୁମ୍ଭେ ତାହାଙ୍କ ରବରେ ଜନିପୂର୍ବକ କର୍ଣ୍ଣପାତ କରିବ, ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର କ'ଣ କରିବେ? ପୃଥିବୀସ୍ଥ ସମସ୍ତ ଦେଶୀୟ ଲୋକଙ୍କ ଅପେକ୍ଷା ତୁମ୍ଭକୁ ଶ୍ରେଷ୍ଠ କରିବେ। ଏହା ପରମେଶ୍ୱରଙ୍କ ପ୍ରତିଜ୍ଞା ଅଟେ। ଯେହେତୁ ଏହା ପରମେଶ୍ୱରଙ୍କ ପ୍ରତିଜ୍ଞା ଅଟେ, ଏଥିପାଇଁ ଏପରି ଭାଇ ଭଉଣୀ ଅଛନ୍ତି ଯେଉଁମାନେ ଏହି ପ୍ରତିଜ୍ଞା ଉପରେ ଭରସା ରଖନ୍ତି ଓ ବିଶ୍ୱାସର ଆପଣା ସମ୍ପୂର୍ଣ୍ଣ ଜୀବନ ଏହି ପ୍ରତିଜ୍ଞା ଉପରେ କେନ୍ଦ୍ରିତ କରୁଥାଇ ବିଶ୍ୱାସର ପଥରେ ପରିଶ୍ରମ ପୂର୍ବକ ଚାଲୁଛନ୍ତି। ବିଶ୍ୱାସ କରିବା ପାଇଁ ଆମକୁ ବହୁତ କିଛି ଜାଣିବାର ଆବଶ୍ୟକତା ନାହିଁ। ଯେ ପର୍ଯ୍ୟନ୍ତ ଆମେମାନେ ବିଶ୍ୱାସ କରୁ କି ଏହା ପରମେଶ୍ୱରଙ୍କ ପ୍ରତିଜ୍ଞା ଅଟେ ଆଉ ପରମେଶ୍ୱରଙ୍କ ଆଜ୍ଞାଗୁଡ଼ିକୁ ନିଷ୍ଠାପୂର୍ବକ ପାଳନ କରିବାରେ ସଂକଳ୍ପୀ ଅଟୁ, ସେ ପର୍ଯ୍ୟନ୍ତ ପରମେଶ୍ୱର ଆମମାନଙ୍କୁ ପୃଥିବୀର ସମସ୍ତ ଜାତିରେ ଶ୍ରେଷ୍ଠ କରିବେ। ଏହା ସେହି ପ୍ରତିଜ୍ଞା ଅଟେ ଯାହା ପରମେଶ୍ୱର ଆମମାନଙ୍କୁ ଦେଇଛନ୍ତି। ପଦ 2ରେ ଲେଖା ଅଛି, ଯେବେ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ରବ ଶୁଣିବ, ତେବେ ଏହି ସବୁ ଆଶୀର୍ବାଦ ତୁମ୍ଭ ଉପରେ ବର୍ତ୍ତିବ ଓ ତୁମ୍ଭର ସଙ୍ଗ ଧରିବ। ଆମମାନଙ୍କୁ ଚିନ୍ତା କରିବା ଉଚିତ, ପରମେଶ୍ୱର କେବଳ ଆମମାନଙ୍କ ତୃତୀୟ ଆୟାମର ମାନବ ଜଗତକୁ ହିଁ ନାହିଁ, କିନ୍ତୁ ଚତୁର୍ଥ ଓ ପଞ୍ଚମ ଆୟାମରେ ପରମେଶ୍ୱରଙ୍କ ଜଗତକୁ ମଧ୍ୟ ସଞ୍ଚାଳିତ କରନ୍ତି। ପରମେଶ୍ୱର ଆମମାନଙ୍କ ଭବିଷ୍ୟକୁ ପ୍ରଥମରୁ ହିଁ ଦେଖନ୍ତି ଏବଂ ଆମମାନଙ୍କୁ ପଥ ପ୍ରଦର୍ଶନ କରାନ୍ତି। ସେ ସର୍ବଦା ଚିନ୍ତା କରନ୍ତି କି ଆମମାନଙ୍କୁ ଆଶୀର୍ବାଦ ପ୍ରାପ୍ତ ହେବା ନିମନ୍ତେ କେଉଁ ପଥରେ ଯିବା ଉଚିତ। ପରମେଶ୍ୱରଙ୍କ ପ୍ରେମ ଏତେ ମହାନ ଯେ ସେ ଆମମାନଙ୍କ ନିମନ୍ତେ ସ୍ୱୟଂକୁ ବଳିଦାନ କରି କ୍ରୁଶରେ ଆପଣା ଜୀବନ ଦେଇଦେଲେ। ଏଥିପାଇଁ ଏହା ନିଶ୍ଚିତ ଯେ ଅନ୍ୟ କାହାରିଠୁ ମଧ୍ୟ ଅଧିକ ପରମେଶ୍ୱର ସଚେତନତା ପୂର୍ବକ ଚାହାନ୍ତି କି ତାଙ୍କ ସନ୍ତାନଙ୍କ ପାଇଁ ସମସ୍ତ କିଛି ଠିକ୍ ହେଉ। ଏଥିପାଇଁ ପରମେଶ୍ୱର ବାଇବଲରେ ସେହି ପଥକୁ ଦେଲେ ଯେଉଁଥିରେ ଆମମାନଙ୍କ ଭବିଷ୍ୟତ ଉତ୍ତମ ହେବ। ଦୁନିଆରେ ଆଳଙ୍କାରିକ ଶବ୍ଦରେ ପରିପୂର୍ଣ୍ଣ ବହୁତ ପ୍ରକାରର କାହାଣୀ ଓ ତର୍କଶାସ୍ତ୍ର ବିଦ୍ୟା ରହିଛି, କିନ୍ତୁ କ'ଣ ସେଥିମଧ୍ୟରୁ କୌଣସି ବାକ୍ୟର ତୁଳନା ପରମେଶ୍ୱରଙ୍କ ବାକ୍ୟ ସହିତ କରାଯାଇପାରିବ? ଜଣେ ଦାର୍ଶନିକଙ୍କ ହୃଦୟ ଉଦ୍ଧୃତି ମଧ୍ୟ ପରମେଶ୍ୱରଙ୍କ ସାଧାରଣ ଉଦାହରଣ ଯେପରି ଉତ୍ତମ ହୋଇପାରିବ ନାହିଁ। ପଦ 3, ତୁମ୍ଭେ ନଗରରେ ଧନ୍ୟ ହେବ ଓ କ୍ଷେତ୍ରରେ ଧନ୍ୟ ହେବ। ତୁମ୍ଭ ଶରୀରର ଫଳ ଓ ତୁମ୍ଭ ଭୂମିର ଫଳ ଓ ତୁମ୍ଭ ପଶୁର ଫଳ ଅର୍ଥାତ୍ ଗୋବଷ ଓ ମେଷପଲର ଶାବକ ଧନ୍ୟ ହେବ। ତୁମ୍ଭ ଚାଙ୍ଗୁଡ଼ି ଓ ମଇଦା ଦଳିବା ପାତ୍ର ଧନ୍ୟ ହେବ। ତୁମ୍ଭେ ଗୃହକୁ ଆସିବା ବେଳେ ଧନ୍ୟ ଓ ଗୃହରୁ ବାହାରେ ଯିବା ବେଳେ ଧନ୍ୟ ହେବ। ସଦାପ୍ରଭୁ ତୁମ୍ଭ ବିରୁଦ୍ଧରେ ଉଠିବା ଶତ୍ରୁମାନଙ୍କୁ ତୁମ୍ଭ ଆଗେ ଆଗେ ପରାସ୍ତ କରାଇବେ। ସେମାନେ ଏକ ପଥ ଦେଇ ତୁମ୍ଭ ବିରୁଦ୍ଧରେ ଆସିବେ, ମାତ୍ର 7 ପଥ ଦେଇ ତୁମ୍ଭ ସମ୍ମୁଖରୁ ପଳାଇବେ। ସଦାପ୍ରଭୁ ତୁମ୍ଭ ଅମାରରେ ଓ ଯେ କର୍ମରେ ତୁମ୍ଭେ ହସ୍ତ ଦେବ ସେ ସବୁରେ ଆଶୀର୍ବାଦ ପ୍ରାପ୍ତି ଆଜ୍ଞା କରିବେ। ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ ତହିଁରେ ସେ ତୁମ୍ଭକୁ ଆଶୀର୍ବାଦ କରିବେ। ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଆଜ୍ଞା ପାଳନ ଓ ତାହାଙ୍କ ପଥରେ ଗମନ କଲେ ସଦାପ୍ରଭୁ ଆପଣା ଶପଥ ଅନୁସାରେ ତୁମ୍ଭକୁ ଆପଣା ପବିତ୍ର ଲୋକ କରି ସ୍ଥାପନ କରିବେ। ପୁଣି ତୁମ୍ଭେ ସଦାପ୍ରଭୁଙ୍କ ନାମରେ ପ୍ରସିଦ୍ଧ ଅଛ ବୋଲି ପୃଥିବୀସ୍ଥ ସମସ୍ତ ଲୋକ ଦେଖିବେ ଓ ସେମାନେ ତୁମ ବିଷୟରେ ଭୀତ ହେବେ। ଯେବେ ଆମ୍ଭେ ପରମେଶ୍ୱରଙ୍କ ବାକ୍ୟର ପାଳନ କରିଥାଉ ତେବେ ଆମ୍ଭମାନଙ୍କୁ ଏହି ଆଶୀର୍ବାଦ ଦିଆଯାଏ। ତେବେ ଆମ୍ଭକୁ ପରମେଶ୍ୱରଙ୍କ କାହିଁକି ଶୁଣିବା ଉଚିତ? ଆମ୍ଭେ ଏହି ବିଷୟକୁ ଯତ୍ନର ସହ ବିଚାର କରିବା ଉଚିତ। ପରମେଶ୍ୱର ଆମ୍ଭ ପ୍ରତ୍ୟେକଙ୍କ ଭବିଷ୍ୟତରେ ହେବାକୁ ଥିବା ବିଷୟକୁ ପ୍ରଥମରୁ ହିଁ ଦେଖି ଆସିଛନ୍ତି। ଯେହେତୁ ପରମେଶ୍ୱର ଜୀବନ ଓ ମୃତ୍ୟୁ, ସୌଭାଗ୍ୟ ଓ ବିନାଶକୁ ନିୟନ୍ତ୍ରିତ କରନ୍ତି, ଏଥିପାଇଁ ସେ ଆମ୍ଭମାନଙ୍କୁ ଆଶୀର୍ବାଦ କରିବାର ପଥ ପ୍ରସ୍ତୁତ କରିଛନ୍ତି। ଥରେ ଆମ୍ଭେ ପରମେଶ୍ୱରଙ୍କ ବାକ୍ୟର ପାଳନ କରିବା ତେବେ ଆମ୍ଭେ ଲାଙ୍ଗୁଳ ନାହିଁ ମସ୍ତକ ଗଣିତ ହେବା। କିନ୍ତୁ ଯେବେ ଆମ୍ଭେ ସମସ୍ତ କିଛି ଆପଣା ବିଚାର ଓ ସ୍ୱଭାବ ଅନୁସାରେ କରିବାର ଚେଷ୍ଟା କରିବା
ତେବେ ଲାଙ୍ଗୁଡ଼ ଠାରୁ ମଧ୍ୟ କମ୍ ଗଣିତ ହେବା। ସାରା ଜଗତରେ ପରମେଶ୍ୱର ହିଁ ସବୁଠାରୁ ବହୁମୂଲ୍ୟ ଧନ ଅଟନ୍ତି। ଯଦି ଆମ୍ଭେ ବିଶ୍ୱ ପ୍ରସିଦ୍ଧ ବିଦ୍ୱାନ ବା ପଣ୍ଡିତମାନଙ୍କ ପ୍ରସିଦ୍ଧ ବକ୍ତାମାନଙ୍କ ଲିଖିତ ପୁସ୍ତକ ଗୁଡ଼ିକ ମଧ୍ୟରୁ ହଜାର ହଜାର ଉଦାହରଣର ତୁଳନା ପରମେଶ୍ୱରଙ୍କ ଦିଆଯାଇଥିବା ଗୋଟିଏ ସନ୍ଦେଶ ସହିତ କରିବାକୁ ପଡ଼େ, ତେବେ ଏହା ଏକ ସନ୍ଦେଶ। ଯେବେ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ରବ ଶୁଣିବ, ତେବେ ଏସବୁ ଆଶୀର୍ବାଦ ତୁମ୍ଭ ଉପରେ ବର୍ତ୍ତିବ ଓ ତୁମ୍ଭ ସଙ୍ଗ ଧରିବ। ସେହି ଉଦାହରଣ ଠାରୁ ମଧ୍ୟ ଆହୁରି ଅଧିକ ଉପଯୁକ୍ତ ଅଟେ। ଯଦିଓ ଆମ୍ଭେ ପ୍ରାୟତଃ ଏହା କହିଥାଉ, କିନ୍ତୁ ଏପରି ଲାଗେ କି ଏହା ଆମ୍ଭମାନଙ୍କ ମନରୁ ବାହାରୁ ନାହିଁ, ଅବା ଏହା ସତ୍ୟ ନୁହେଁ। ସୁଫ ସମୁଦ୍ରକୁ ଅତିକ୍ରମ କରିବାର ଚମତ୍କାର ସହିତ 40 ବର୍ଷ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ଅଦ୍ଭୁତ ଚମତ୍କାରକୁ ଅନୁଭବ କରିବା ସତ୍ତ୍ୱେ ମଧ୍ୟ ଇସ୍ରାଏଲୀୟମାନେ ପରମେଶ୍ୱରଙ୍କୁ ଜାଣିଲେ ନାହିଁ। ସେମାନେ ବାସ୍ତବରେ ପରମେଶ୍ୱରଙ୍କୁ ଜାଣିଲେ ନାହିଁ। ଆମ୍ଭେ ପରମେଶ୍ୱର ଏବଂ ମେଷଶାବକଙ୍କ ଲୋକଙ୍କ ରୂପେ ପୃଥିବୀରେ ପରମେଶ୍ୱରଙ୍କୁ ଉତ୍ସର୍ଗୀକୃତ ହେଉଥିବା ପ୍ରଥମ ଫଳ ଅଟୁ। ଏହି କାରଣରୁ ପରମେଶ୍ୱର ଆମ୍ଭମାନଙ୍କୁ ଆପଣା ଆତ୍ମିକ କୃଷିରୁ ଉତ୍ପନ୍ନ ସମ୍ପୂର୍ଣ୍ଣ ପ୍ରାଣୀ କରିବାକୁ ଚାହାନ୍ତି। ଦିନ ପ୍ରତିଦିନ ଯେଉଁଠିକି ମଧ୍ୟ ଆମ୍ଭେ ଯାଉ, ଆମ୍ଭେ ପରମେଶ୍ୱରଙ୍କୁ ଆମ୍ଭମାନଙ୍କ ନିମନ୍ତେ ଉନ୍ମୁକ୍ତ ସୁଯୋଗର ଦ୍ୱାରକୁ ନେଇ ଏହା ଚିନ୍ତା କରୁଥାଇ ଉତ୍ତେଜିତ ହେବା ଆବଶ୍ୟକ କି ପରମେଶ୍ୱର ମୋତେ ଆଜି କେଉଁ ପ୍ରକାରର ରୋମାଞ୍ଚକର ଅନୁଭୂତି ଦେବେ। ଆମ୍ଭେ ନିଜକୁ ମଧ୍ୟ ପଚାରିବା ଉଚିତ, କ'ଣ ମୁଁ ବାସ୍ତବରେ ମୋର ଚିନ୍ତାଧାରା ପରିତ୍ୟାଗ କରି ପରମେଶ୍ୱର ମୋତେ ଯେକୌଣସି ସ୍ଥାନକୁ ନେଇଯାଆନ୍ତି, ମୁଁ ତାଙ୍କ ପଛେ ପଛେ ଚାଲିପାରିବି କି? ସମସ୍ତ ଲୋକ ଜଙ୍ଗଲରେ ଇସ୍ରାଏଲୀୟମାନଙ୍କୁ 40 ବର୍ଷ ପର୍ଯ୍ୟନ୍ତ ପ୍ରଶିକ୍ଷିତ କରାଗଲା, କିନ୍ତୁ ଯେଉଁମାନେ ପ୍ରଶିକ୍ଷଣରେ ସଫଳ ହୋଇପାରିଲେ ନାହିଁ, ସେମାନଙ୍କର 40 ବର୍ଷରେ ପତନ ହେଲା। ବାଇବଲର 66 ପୁସ୍ତକରେ ଲିଖିତ ସମସ୍ତ ବାକ୍ୟ ପରମେଶ୍ୱର ଆମ୍ଭମାନଙ୍କୁ ଆଶୀର୍ବାଦ ଦେବା ନିମନ୍ତେ ଦେଇଛନ୍ତି। ଆସନ୍ତୁ ଆମ୍ଭେମାନେ ଆପଣାକୁ ଏହି ବିଷୟର ସ୍ମରଣ କରାଇବା କି ଏହି ଯୁଗରେ ଆମ୍ଭମାନଙ୍କୁ ସିଧାସଳଖ ଦିଆଯାଇଥିବା ପରମେଶ୍ୱରଙ୍କ ବାକ୍ୟରେ ମଧ୍ୟ ଆଶୀର୍ବାଦ ଅଛି। ଏଥିପାଇଁ ଆମ୍ଭମାନଙ୍କୁ ଆବଶ୍ୟକ କି ଆମ୍ଭେ ସେହି ବାକ୍ୟ ଗୁଡ଼ିକୁ ଅମଳରେ ଆଣିବା। ଆସନ୍ତୁ ଆମ୍ଭେମାନେ ପଦ 12 ପଢ଼ିବା। ସଦାପ୍ରଭୁ ଯଥା ସମୟରେ ତୁମ୍ଭ ଭୂମିରେ ବୃଷ୍ଟି ଦେବାକୁ ଓ ତୁମ୍ଭ ହସ୍ତର ସମସ୍ତ କର୍ମରେ ଆଶୀର୍ବାଦ କରିବାକୁ ଆପଣା ଆକାଶ ରୂପ ସମସ୍ତ ଭଣ୍ଡାର ତୁମ୍ଭ ପ୍ରତି ମୁକ୍ତ କରିବେ। ତହିଁରେ ତୁମ୍ଭେ ଅନେକ ଗୋଷ୍ଠୀୟ ଲୋକଙ୍କୁ ଋଣ ଦେବ, ମାତ୍ର ତୁମ୍ଭେ ଋଣ ନେବ ନାହିଁ। ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେ ଆଜ୍ଞା ମାନିବାକୁ ଓ କରିବାକୁ ମୁଁ ଆଜି ତୁମକୁ ଆଦେଶ କରୁଅଛି, ସେସବୁ ଯେବେ ତୁମ୍ଭେ ଶୁଣିବ ଓ ମୁଁ ଆଜି ତୁମ୍ଭମାନଙ୍କୁ ଯେ ବାକ୍ୟ ଆଜ୍ଞା କରୁଅଛି, ତୁମ୍ଭେ ତହିଁ ମଧ୍ୟରୁ କୌଣସି ବାକ୍ୟର ଦକ୍ଷିଣରେ କି ବାମରେ ଫେରି ଅନ୍ୟ ଦେବତା ଗଣର ସେବା କରିବା ପାଇଁ ସେମାନଙ୍କ ଅନୁଗାମୀ ନ ହେବ। ତେବେ ସଦାପ୍ରଭୁ ତୁମକୁ ମସ୍ତକ କରିବେ, ଲାଙ୍ଗୁଳ କରିବେ ନାହିଁ। ତୁମ୍ଭେ କେବଳ ଉପରିସ୍ଥ ହେବ, ପୁଣି ନିଚସ୍ଥ ହେବ ନାହିଁ। ଏହି ପ୍ରତିଜ୍ଞା ପରିବର୍ତ୍ତିତ ହୁଏ ନାହିଁ। ପରମେଶ୍ୱର ବାଇବଲର 66 ପୁସ୍ତକରେ ଆମ୍ଭମାନଙ୍କୁ ଆଶୀର୍ବାଦ ପ୍ରାପ୍ତ ହେବାର ପଥକୁ ରେକର୍ଡ କରିଛନ୍ତି, କିନ୍ତୁ ଆମ୍ଭେମାନେ ସେହି ପଥର ଅନୁସରଣ କରୁନାହୁଁ, କାରଣ ଆମ୍ଭେ ତାହା ଉପରେ ବିଶ୍ୱାସ କରୁନାହୁଁ। କ'ଣ ଏହି ବିଷୟ ସତ୍ୟ ନୁହେଁ କି ଯେବେ ଆମ୍ଭେ ତାଙ୍କ ବାକ୍ୟ ଉପରେ ନିହିତ ସେହି ସମସ୍ତ ଆଶୀର୍ବାଦ ଗୁଡ଼ିକୁ ଅନୁଭବ କରିବା, ତେବେ ପିତା ଓ ମାତା ଯେକୌଣସି ସ୍ଥାନକୁ ଯାଆନ୍ତି, ଆମ୍ଭେ ସେମାନଙ୍କ ପଛରେ ଅନୁସରଣ କରିପାରିବା କି? ଆମ୍ଭେ ସମସ୍ତଙ୍କ ଆପଣା ବିଚାର ଅଛି। ସଙ୍ଗରେ ଆମ୍ଭଠାରେ ଛୋଟ ଛୋଟ କଳା ଏବଂ ପ୍ରତିଭା ମଧ୍ୟ ଅଛି। ଯଦି ଆମ୍ଭେ ପରମେଶ୍ୱରଙ୍କ ସମ୍ମୁଖରେ ସେହି ବସ୍ତୁଗୁଡ଼ିକୁ ନେଇ ଦାବି କରିବା, ତେବେ ଏହା ଅତ୍ୟନ୍ତ ଲଜ୍ଜାଜନକ ହେବ। ପ୍ରଥମ କରିନ୍ଥିଓରେ ପରମେଶ୍ୱର କହିଲେ, ଯାହା ତୁମ୍ଭେ ଦାନ ସ୍ୱରୂପେ ପାଇନାହଁ, ଏପରି ତୁମ୍ଭର କ'ଣ ଅଛି? ସମସ୍ତ କିଛି ପରମେଶ୍ୱରଙ୍କ ଦ୍ୱାରା ଦିଆଯାଇଅଛି। କିନ୍ତୁ ବେଳେବେଳେ ଆମ୍ଭେ ଅହଙ୍କାର ପୂର୍ବକ ନିଜକୁ ଅନ୍ୟମାନଙ୍କ ଠାରୁ ବଡ଼ ଓ ଅଧିକ ମହତ୍ୱପୂର୍ଣ୍ଣ ମାନିଥାଉ। ଏହା ଏକ ଅତି ନିର୍ବୋଧ କାର୍ଯ୍ୟ। ଆମ୍ଭକୁ ଆବଶ୍ୟକ କି ଏହି ବିଷୟକୁ ମନରେ ରଖିବା କି ଯିଏ ଆମ୍ଭକୁ ଏହା ପ୍ରଦାନ କଲେ ସେ ଏହା ନେଇ ମଧ୍ୟ ପାରନ୍ତି। ଜଙ୍ଗଲରେ 40 ବର୍ଷର ଯାତ୍ରା ସମୟରେ ଇସ୍ରାଏଲୀୟମାନେ ସୁନାର ବାଛୁରୀର ପ୍ରତିମା ନିର୍ମାଣ କଲେ। ଯେହେତୁ ମୋସାଙ୍କୁ ସିନୟ ପର୍ବତରୁ ତଳକୁ ଆସିବାରେ ବିଳମ୍ବ ହୋଇଥିଲା, ଆଉ ବସି ଭୋଜନ ପାନ କଲେ ଏବଂ ଲୀଳା କରିବାକୁ ଉଠିଲେ। ଏଥିରେ ଲୋକମାନେ ପରମେଶ୍ୱରଙ୍କ କ୍ରୋଧକୁ ଉତ୍ତେଜିତ କରିବାର କାରଣ ହେଲେ। ପରିଣାମ ସ୍ୱରୂପ 3000 ଲୋକ ହତ ହେଲେ ଏବଂ ମୋସା ପରମେଶ୍ୱରଙ୍କ ଠାରେ ପ୍ରାର୍ଥନା କଲେ କି ପରମେଶ୍ୱର ସେହି ଲୋକମାନଙ୍କ ପାପ କ୍ଷମା କରିବେ ଯେଉଁମାନେ ପାପ କରିଛନ୍ତି। ଆସନ୍ତୁ ଆମ୍ଭେମାନେ ଯାତ୍ରା ପୁସ୍ତକ ଅଧ୍ୟାୟ 32 ପଦ 32 ଦେଖିବା। ତଥାପି ଏବେ ତୁମ୍ଭେ ଯେବେ ସେମାନଙ୍କର ପାପ କ୍ଷମା କରିବ, ଯେବେ ନ କରିବ, ତେବେ ମୁଁ ବିନୟ କରୁଅଛି, ତୁମ୍ଭର ଲିଖିତ ପୁସ୍ତକରୁ ମୋହର ନାମ କାଟି ପକାଅ। ପଦ 33, ତହିଁରେ ସଦାପ୍ରଭୁ ମୋସାଙ୍କୁ କହିଲେ, ଯେଉଁ ଲୋକ ଆମ୍ଭ ବିରୁଦ୍ଧରେ ପାପ କରିଅଛି, ଆମ୍ଭେ ଆପଣା ପୁସ୍ତକରୁ ତାହାର ନାମ କାଟି ପକାଇବା। ସେହି ସମସ୍ତ ଲୋକମାନଙ୍କ ମଧ୍ୟରୁ ଯେଉଁମାନଙ୍କ ଅସ୍ତିତ୍ୱ ଏହି ଦୁନିଆରେ ଅଛି, ପରମେଶ୍ୱର ଆମ୍ଭମାନଙ୍କ ସ୍ମରଣ କରିଛନ୍ତି। ଆଉ ନୂତନ ନିୟମର ଶିକ୍ଷା ମାଧ୍ୟମରେ
आमମାନଙ୍କୁ ପଥ ପ୍ରଦର୍ଶନ କରିଛନ୍ତି ଏବଂ ଆମମାନଙ୍କୁ ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରିବାକୁ ଦେଲେ। କିନ୍ତୁ ଆମ୍ଭେ ସର୍ବଦା ପରମେଶ୍ୱରଙ୍କ ଆଶୀର୍ବାଦରୁ ଦୂରକୁ ଚାଲିଯାଉ। ଯଦି ପରମେଶ୍ୱର ପ୍ରତିଜ୍ଞା କଲେ ଏହା କରିବାରେ ତୁମେ ଆଶୀର୍ବାଦ ପ୍ରାପ୍ତ ହେବ, ତେବେ ପରମେଶ୍ୱର ନିଶ୍ଚିତ ରୂପେ ଆଶୀର୍ବାଦ ଦେବେ। ଯଦି ଆମ୍ଭେ ଏହି ବିଷୟ ଉପରେ ବିଶ୍ୱାସ କରି ଏହାକୁ ମାନିବା, ତେବେ ଆମ୍ଭେ ଆଶୀର୍ବାଦ ପ୍ରାପ୍ତ ହେବା। କିନ୍ତୁ ଯେହେତୁ ଆମ୍ଭେ ଏହି ବିଷୟ ଉପରେ ବିଶ୍ୱାସ ନ କରୁ ବା ଯେହେତୁ ଆମମାନଙ୍କ ବିଶ୍ୱାସ କ୍ରମଶଃ ଦୁର୍ବଳ ହେଉଅଛି, ଏଥିପାଇଁ ଆମ୍ଭେମାନେ ସେତିକି ଚେଷ୍ଟା କରିନଥାଉ ଯେତିକି ଆମମାନଙ୍କୁ କରିବା ଉଚିତ। ଆମ୍ଭେ ଅସହାୟ ହୋଇ ଏପରି କାର୍ଯ୍ୟ କରିଥାଉ ଯାହା ଆମମାନଙ୍କୁ ପରମେଶ୍ୱରଙ୍କ ଆଶୀର୍ବାଦରୁ ଦୂରରେ ରଖିଥାଏ। ଏଥିପାଇଁ ପରମେଶ୍ୱର ଏହି ପଦରେ କହିଲେ, ଯେଉଁ ଲୋକ ଆମ୍ଭ ବିରୁଦ୍ଧରେ ପାପ କରିଅଛି ଆମେ ଆପଣା ପୁସ୍ତକରୁ ତାହାର ନାମ କାଟି ପକାଇବା। ତେବେ ପରମେଶ୍ୱର କେଉଁ ବିଷୟକୁ ପାପ ବୋଲି ମାନନ୍ତି? ବାଇବଲରେ ଆମ୍ଭେ ଏପରି ବହୁତ ଗୁଡ଼ିଏ ଦୃଶ୍ୟକୁ ଖୋଜିପାରିବା ଯେଉଁଠି ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କଲେ। ପରମେଶ୍ୱରଙ୍କ ଆମ୍ଭେ ପ୍ରତ୍ୟେକଙ୍କୁ ଏପରି ମାମଲା ଦେଖାଇବାର କିଛି କାରଣ ରହିଛି। କ'ଣ ବାଇବଲ ଏହା କହେ ନାହିଁ କି ପରମେଶ୍ୱର ଏହି ସମସ୍ତ ବିଷୟ ଆମ୍ଭମାନଙ୍କ ହିଁ ଶିକ୍ଷା ନିମନ୍ତେ ଲେଖିଲେ, ଯାହାଦ୍ୱାରା ଆମ୍ଭେ ସେହି ଭୁଲକୁ ପୁନର୍ବାର କରିବା ନାହିଁ ଯାହା ସେମାନେ କରିଥିଲେ। ଯଦି କାହାରି ନାମ ପରମେଶ୍ୱରଙ୍କ ପୁସ୍ତକ ମଧ୍ୟରୁ କାଟି ଦିଆଯାଏ, ତେବେ ଏହା ଭୟଙ୍କର ଦୁର୍ଭାଗ୍ୟ ହେବ। କିଛି ଲୋକ କହିପାରନ୍ତି, ମୋର କିଛି ଚାକିରି ନାହିଁ, ଏଥିପାଇଁ ମୋତେ ପୂର୍ବ କିଛି ଦିନରୁ ଭୋଜନ ମିଳିନାହିଁ। ମୁଁ ବିଳାସପୂର୍ଣ୍ଣ ଘରେ ରହୁଥିଲି, କିନ୍ତୁ ଏବେ ଆର୍ଥିକ ଅସୁବିଧା କାରଣରୁ ସାଧାରଣ ଘରେ ରହେ। ଏହା ଦୁର୍ଭାଗ୍ୟ ନୁହେଁ? କ'ଣ ପରମେଶ୍ୱରଙ୍କ ପୁସ୍ତକ ମଧ୍ୟରୁ କାଟିବା ଓ ଲିଭେଇ ଦିଆଯିବା ବଡ଼ ଦୁର୍ଭାଗ୍ୟ ନୁହେଁ? ଯାତ୍ରା ପୁସ୍ତକ ଅଧ୍ୟାୟ 32ରେ ମୋଶା କହିଲେ, ପରମେଶ୍ୱରଙ୍କ ଲିଖିତ ପୁସ୍ତକରୁ ମୋହର ନାମ କାଟି ପକାଅ। ଉଚିତ ଭାବରେ ଏମାନଙ୍କ ନେତୃତ୍ୱ କରିପାରିନଥିବାର ମୋହର ପାପ ବହୁତ ବଡ଼। ସେଥିରେ ପରମେଶ୍ୱର କହିଲେ, ଆମ୍ଭେ ତାହା କରିବା ନାହିଁ। ଯେଉଁ ଲୋକ ଆମ୍ଭ ବିରୁଦ୍ଧରେ ପାପ କରିଅଛି, ଆମ୍ଭେ ଆପଣା ପୁସ୍ତକରୁ ତାହାର ନାମ କାଟି ପକାଇବା। ଯିହୋଶୁୟ ଅଧ୍ୟାୟ 7 ପଦ 20ରେ ପରମେଶ୍ୱର ଏହା ଦେଖାଇଲେ କି ଆଖନଙ୍କ ପାପ ଯାହା ପରମେଶ୍ୱରଙ୍କ ପବିତ୍ର ନୈବେଦ୍ୟକୁ ପାଳନ ନ କରିବା ଦ୍ୱାରା ହେଲା, ଶେଷରେ ତାହାର ନାମ ପରମେଶ୍ୱରଙ୍କ ପୁସ୍ତକ ମଧ୍ୟରୁ କାଟି ଦିଆଗଲା। ଆଉ ଏହା ଦ୍ୱାରା କୌଣସି ଏପରି ବ୍ୟକ୍ତି ହେଲା ନାହିଁ ଯିଏ ନରକର ଅନନ୍ତ ଅଗ୍ନିରେ ସଦାସର୍ବଦା ଯନ୍ତ୍ରଣା ଭୋଗିବ। ଗଣନା ପୁସ୍ତକ ଅଧ୍ୟାୟ 16ରେ ଏହି ବିଷୟର ଅଭିଲେଖ ଦେଇଥାଏ କି ଜଙ୍ଗଲରେ 40 ବର୍ଷର ଯାତ୍ରା ସମୟରେ କ'ଣ ହୋଇଥିଲା। କୋରହ ଓ ତାହାର ଲୋକମାନେ ମୋଶାଙ୍କ କାର୍ଯ୍ୟରେ ସହମତ ହେଲେ ନାହିଁ। ଆଉ ଭାବିବାକୁ ଲାଗିଲେ, କ'ଣ ପରମେଶ୍ୱର କେବଳ ସେମାନଙ୍କ ସଙ୍ଗରେ ଅଛନ୍ତି? ପରମେଶ୍ୱର ଆମ୍ଭମାନଙ୍କ ସଙ୍ଗରେ ମଧ୍ୟ ଅଛନ୍ତି। ଏହି ପ୍ରକାରେ ସେମାନେ ଅହଙ୍କାର ହୋଇଗଲେ ଓ ମୋଶାଙ୍କ ବିରୋଧ କରିବାକୁ ଲାଗିଲେ। ଆସନ୍ତୁ ଆମ୍ଭେମାନେ ଗଣନା ପୁସ୍ତକ ଅଧ୍ୟାୟ 16 ଦେଖିବା। ଆମ୍ଭକୁ ଜାଣିବା ଆବଶ୍ୟକ କି ପରମେଶ୍ୱରଙ୍କ ମନରେ କ'ଣ ଅଛି। ପରମେଶ୍ୱର କେଉଁ ବିଷୟକୁ ପାପ ବୋଲି ମାନନ୍ତି? ପରମେଶ୍ୱରଙ୍କୁ କେଉଁ ବିଷୟରେ ଘୃଣା ଲାଗେ? ଆଉ ପରମେଶ୍ୱର କ'ଣ ଚାହାନ୍ତି ନାହିଁ କି ସିଓନରେ ହେଉ? କିଛି ଲୋକ କହନ୍ତି ଏହା କେବଳ 3500 ବର୍ଷ ପୂର୍ବେ ଇତିହାସରେ ଘଟିଥିବା ଘଟଣା ଅଟେ। ଏହା କେବଳ ଇତିହାସ ନୁହେଁ। ବାଇବଲର 66 ପୁସ୍ତକରେ ସମୟ ଓ ସ୍ଥାନର କୌଣସି ସୀମା ନାହିଁ। ସେଗୁଡ଼ିକ ସମୟ ଓ ସ୍ଥାନ ବାହାରେ ଅଛି। କାରଣ 3500 ବର୍ଷ ପୂର୍ବର ପରମେଶ୍ୱର ଓ ଏହି ଯୁଗର ପରମେଶ୍ୱର ଭିନ୍ନ ଭିନ୍ନ ପରମେଶ୍ୱର ନୁହନ୍ତି, କିନ୍ତୁ ଏକ ପରମେଶ୍ୱର ଅଟନ୍ତି। ପ୍ରତ୍ୟେକ ଯୁଗରେ ଯାହା ପରମେଶ୍ୱରଙ୍କୁ ପସନ୍ଦ ନାହିଁ, ତାହା କେବେ ପରିବର୍ତ୍ତନ ହୁଏ ନାହିଁ। ଏହି ପ୍ରକାର ଯଦି ଆମ୍ଭେ ଇତିହାସରେ ଏହି ଘଟଣା ଉପରେ ଚିନ୍ତା କରିବା, ତେବେ ବୁଝିପାରିବା କି ଏପରି କ'ଣ ଅଟେ ଯାହା ଆମ୍ଭମାନଙ୍କୁ ଏହି ଯୁଗରେ କରିବା ଉଚିତ ନୁହେଁ। କ'ଣ ଏହା ଏହି ବର୍ଷ ପରମେଶ୍ୱରଙ୍କ ଆଶୀର୍ବାଦରେ ବଞ୍ଚିବାର ପଥ ନୁହେଁ? ଆସନ୍ତୁ ଆମ୍ଭେମାନେ ଅଧ୍ୟାୟ 16 ପଦ 1କୁ ଯିବା। ଅନନ୍ତର ଲେବୀର ପ୍ରପୌତ୍ର କୋହାତର ପୌତ୍ର ଜିସ୍ୟରର ପୁତ୍ର କୋରହ, ପୁଣି ରୁବେନର ସନ୍ତାନଗଣ ମଧ୍ୟରୁ ଇଲିଆବର ପୁତ୍ର ଦାଥନ ଓ ଅବିରାମ ଓ ପେଲତର ପୁତ୍ର ଓନ୍ ଦଳ ବାନ୍ଧିଲେ। ପୁଣି ସେମାନେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ସୁଖ୍ୟାତିମ ଓ ସମାଜକୁ ଆହୁତ ମଣ୍ଡଳୀର 250 ଅଧିପତିଙ୍କ ସହିତ ମୋଶାଙ୍କ ସାକ୍ଷାତରେ ଉଠିଲେ। 250 ପୁରୁଷ ତାହା ସହିତ ଦଳ ବାନ୍ଧିଲେ। ସେମାନେ ମୋଶାଙ୍କ ବିରୁଦ୍ଧରେ ବିଦ୍ରୋହ କରିବା ପାଇଁ ତାହାକୁ ସଙ୍ଗରେ ନେଲେ। ପଦ 3, ଆଉ ସେମାନେ ମୋଶା ଓ ହାରୋନଙ୍କ ବିରୁଦ୍ଧରେ ଏକତ୍ର ହୋଇ ସେମାନଙ୍କୁ କହିଲେ, ତୁମ୍ଭେମାନେ ଆପଣାମାନଙ୍କ ଉପରେ ବହୁତ ହେଲାଣି। ସମସ୍ତ ମଣ୍ଡଳୀର ପ୍ରତ୍ୟେକ ଜଣ ତ ପବିତ୍ର, ପୁଣି ସଦାପ୍ରଭୁ ସେମାନଙ୍କ ମଧ୍ୟରେ ଅଛନ୍ତି। କି ହେତୁ ତୁମ୍ଭେମାନେ ସଦାପ୍ରଭୁଙ୍କ ସମାଜ ଉପରେ ଆପଣାମାନଙ୍କୁ ଉନ୍ନତ କରୁଅଛ? ତହୁ ମୋଶା ତାହା ଶୁଣି ମୁହଁ ମାଡ଼ି ପଡ଼ିଲେ। ପୁଣି ସେ କୋରହକୁ ଓ ତାହାର ଦଳସ୍ଥ ସମସ୍ତଙ୍କୁ କହିଲେ, କିଏ ତାହାଙ୍କର ଲୋକ ଓ କିଏ ପବିତ୍ର, ଏହା ସଦାପ୍ରଭୁ କାଲି ଦେଖାଇବେ। ପୁଣି ସେ ତାହାକୁ ଆପଣା ନିକଟକୁ ଅଣାଇବେ।
से ଯାହାକୁ ମନୋନୀତ କରିବେ ତାହାକୁ ଆପଣା ନିକଟକୁ ଅଣାଇବେ। ତେବେ ଏହା କର, ତୁମ୍ଭେମାନେ ଅଙ୍ଗାର ଧାନି ନିଅ, କୋରହ ଓ ତାହାର ଦଳସ୍ଥ ସମସ୍ତେ, ପୁଣି କାଲି ତହିଁରେ ଅଗ୍ନି ଦିଅ। ସଦାପ୍ରଭୁଙ୍କ ସମ୍ମୁଖରେ ତହିଁ ଉପରେ ଧୂପ ଥୁଅ। ତହିଁରେ ସଦାପ୍ରଭୁ ଯେଉଁ ବ୍ୟକ୍ତିକି ମନୋନୀତ କରିବେ ସେ ପବିତ୍ର ହେବ। ହେ ଲେବିୟର ପୁତ୍ରମାନେ, ତୁମ୍ଭେମାନେ ଆପଣାମାନଙ୍କ ଉପରେ ବହୁତ ହେଲାଣି। ଆଉ ମୋଶା କୋରହକୁ କହିଲେ, ହେ ଲେବିୟର ସନ୍ତାନଗଣ, ତୁମ୍ଭେମାନେ ଟିକିଏ ଶୁଣ। ଇସ୍ରାଏଲଙ୍କର ପରମେଶ୍ୱର ଯେ ତୁମ୍ଭମାନଙ୍କୁ ଇସ୍ରାଏଲ ମଣ୍ଡଳୀରୁ ପୃଥକ କରି ସଦାପ୍ରଭୁଙ୍କ ଆବାସର ସେବା କରିବା ନିମନ୍ତେ ଓ ମଣ୍ଡଳୀ ସମ୍ମୁଖରେ ଠିଆ ହୋଇ ସେବା କରିବା ନିମନ୍ତେ ଆପଣାର ନିକଟବର୍ତ୍ତୀ କରିଅଛନ୍ତି। ପୁଣି ସେ ଯେ ତୁମ୍ଭକୁ ଓ ତୁମ୍ଭ ସହିତ ତୁମ୍ଭର ସମସ୍ତ ଭ୍ରାତା ଲେବିୟର ସନ୍ତାନଗଣକୁ ଆପଣାର ନିକଟବର୍ତ୍ତୀ କରିଅଛନ୍ତି, ଏହା କି ତୁମ୍ଭମାନଙ୍କ ଦୃଷ୍ଟିରେ କ୍ଷୁଦ୍ର ବିଷୟ? ଆହୁରି କି ତୁମ୍ଭେମାନେ ଯାଜକତ୍ୱର ଚେଷ୍ଟା କରୁଅଛ? ଏଥିପାଇଁ ସିନା ତୁମ୍ଭେ ଓ ତୁମ୍ଭର ଦଳସ୍ଥ ସମସ୍ତେ ସଦାପ୍ରଭୁଙ୍କ ବିରୁଦ୍ଧରେ ଏକମେଳି ହୋଇଅଛ। ଯେହେତୁ ହାରଣ କିଏ ଯେ ତୁମ୍ଭେମାନେ ତାହାଙ୍କର ବିରୁଦ୍ଧରେ ବଚସା କରୁଅଛ। ତହିଁରେ ମୋଶା ଇଲିଆବର ପୁତ୍ର ଦାଥନ ଓ ଅବିରାମକୁ ଡାକିବା ପାଇଁ ଲୋକ ପଠାଇଲେ, ମାତ୍ର ସେମାନେ କହିଲେ, ଆମ୍ଭେମାନେ ଯିବା ନାହିଁ। ମୋଶା ସେମାନଙ୍କୁ ଡାକି ପଠାଇଲେ, କିନ୍ତୁ ସେମାନେ ଆସିଲେ ନାହିଁ। ପଦ 13, ତୁମ୍ଭେ ଆମ୍ଭମାନଙ୍କୁ ଦୁଗ୍ଧ ମଧୁ ପ୍ରବାହୀ ଦେଶରୁ ବାହାର କରି ଏହି ପ୍ରାନ୍ତରରେ ମରିବାକୁ ଆଣିଅଛ, ଏହା କି କ୍ଷୁଦ୍ର ବିଷୟ? ଆହୁରି ତୁମ୍ଭେ ଆପଣାକୁ ଆମ୍ଭମାନଙ୍କ ଉପରେ ରାଜା କରୁଅଛ। ତାହା ଛଡ଼ା ତୁମ୍ଭେ ଦୁଗ୍ଧ ମଧୁ ପ୍ରବାହୀ ଦେଶକୁ ଆମ୍ଭମାନଙ୍କୁ ଆଣିନାହଁ, କିଓ ବା ଶସ୍ୟ କ୍ଷେତ୍ର ଓ ଦ୍ରାକ୍ଷା କ୍ଷେତ୍ରର ଅଧିକାର ଆମ୍ଭମାନଙ୍କୁ ଦେଇନାହଁ। ତୁମ୍ଭେ କି ଏ ସମସ୍ତ ଲୋକଙ୍କର ଆଖି ଉପାଡ଼ି ପକାଇବ, ଆମ୍ଭେମାନେ ଯିବା ନାହିଁ। ତହିଁରେ ମୋଶା ଅତିଶୟ ଜଳି ଉଠିଲେ। ପୁଣି ସେ ସଦାପ୍ରଭୁଙ୍କୁ କହିଲେ, ତୁମ୍ଭେ ସେମାନଙ୍କର ନୈବେଦ୍ୟ ଗ୍ରହଣ କର ନାହିଁ। ଆମ୍ଭେ ସେମାନଙ୍କଠାରୁ ଗୋଟିଏ ଗଧ ନେଇନାହୁଁ, ଅବା ସେମାନଙ୍କ ମଧ୍ୟରୁ କାହାରିକୁ ହିଁ ହିଂସା କରିନାହୁଁ। ତେବେ ମୋଶା କୋରହକୁ କହିଲେ, କାଲି ତୁମ୍ଭେ ଓ ତୁମ୍ଭର ସମସ୍ତ ମଣ୍ଡଳୀ, ତୁମ୍ଭେ ଓ ସେମାନେ, ପୁଣି ହାରୁଣ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହୁଅ। ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଅଙ୍ଗାର ଧାନି ନିଅ ଓ ତହିଁ ଉପରେ ଧୂପ ଥୁଅ। ପୁଣି ତୁମ୍ଭେମାନେ ପ୍ରତ୍ୟେକ ଜଣ ସଦାପ୍ରଭୁଙ୍କ ସମ୍ମୁଖକୁ ଆପଣା ଆପଣା ଅଙ୍ଗାର ଧାନି 250 ଅଙ୍ଗାର ଧାନି ଆଣ। ମଧ୍ୟ ତୁମ୍ଭେ ଓ ହାରୁଣ ଦୁହେଁ ଆପଣା ଆପଣା ଅଙ୍ଗାର ଧାନି ଆଣ। ଏଥିରେ ସେମାନେ ପ୍ରତ୍ୟେକେ ଆପଣା ଆପଣା ଅଙ୍ଗାର ଧାନି ନେଇ ତହିଁରେ ଅଗ୍ନି ଦେଲେ। ପୁଣି ତହିଁ ଉପରେ ଧୂପ ଥୋଇ ମୋଶା ଓ ହାରୁଣଙ୍କ ସହିତ ସମାଗମ ତମ୍ବୁ ଦ୍ୱାର ନିକଟରେ ଠିଆ ହେଲେ। ପୁଣି କୋରହ ସମାଗମ ତମ୍ବୁ ଦ୍ୱାର ନିକଟରେ ସେମାନଙ୍କର ପ୍ରତିକୂଳରେ ସମସ୍ତ ମଣ୍ଡଳୀକି ଏକତ୍ର କଲା। ସେତେବେଳେ ସମସ୍ତ ମଣ୍ଡଳୀ ପ୍ରତି ସଦାପ୍ରଭୁଙ୍କ ପ୍ରତାପ ପ୍ରକାଶିତ ହେଲା। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ ଓ ହାରୁଣଙ୍କୁ କହିଲେ, ତୁମ୍ଭେମାନେ ଏହି ମଣ୍ଡଳୀ ମଧ୍ୟରୁ ଆପଣାମାନଙ୍କୁ ପୃଥକ କର। ତହିଁରେ ଆମ୍ଭେ ଏକ ମିନିଷରେ ସେମାନଙ୍କୁ ସଂହାର କରିବା। ତହିଁରେ ସେମାନେ ମୁହଁମାଡ଼ି ପଡ଼ି କହିଲେ, ହେ ପରମେଶ୍ୱର, ହେ ସମସ୍ତ ଶାରୀରିକ ଆତ୍ମାର ପରମେଶ୍ୱର, ଏକ ଜଣ ପାପ କଲେ କି ତୁମ୍ଭେ ସମସ୍ତ ମଣ୍ଡଳୀ ଉପରେ କୋପାନ୍ୱିତ ହେବ? ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ମଣ୍ଡଳୀକି କୁହ, ତୁମ୍ଭେମାନେ କୋରହର, ଦାଥନର ଓ ଅବିରାମର ଆବାସ ଚତୁର୍ଦିଗରୁ ଉଠିଯାଅ। ତହିଁରେ ମୋଶା ଉଠି ଦାଥନ ଓ ଅବିରାମ ନିକଟକୁ ଗଲେ ଓ ଇସ୍ରାଏଲର ପ୍ରାଚୀନ ବର୍ଗ ତାଙ୍କର ପଶ୍ଚାତଗମନ କଲେ। ତହୁଁ ସେ ମଣ୍ଡଳୀକି କହିଲେ, ବିନୟ କରୁଅଛି, ତୁମ୍ଭେମାନେ ଏହି ଦୁଷ୍ଟ ଲୋକମାନଙ୍କ ତମ୍ବୁରୁ ଉଠିଯାଅ ଓ ସେମାନଙ୍କର କିଛି ମାତ୍ର ସ୍ପର୍ଶ କର ନାହିଁ, ନହେଲେ ତୁମ୍ଭେମାନେ ସେମାନଙ୍କ ପାପ ସମୂହରେ ବିନଷ୍ଟ ହେବ। ଏଥିରେ ସେମାନେ କୋରହର ଓ ଦାଥନର ଓ ଅବିରାମର ଆବାସ ଚତୁର୍ଦିଗରୁ ଉଠିଗଲେ। ପୁଣି ଦାଥନ ଓ ଅବିରାମ ବାହାରକୁ ଆସି ଆପଣା ଆପଣା ଭାର୍ଯ୍ୟା ଓ ପୁତ୍ର ଓ ପିଲାମାନଙ୍କ ସହିତ ଆପଣା ଆପଣା ତମ୍ବୁ ଦ୍ୱାରରେ ଠିଆ ହୋଇ ରହିଲେ। ତହୁଁ ମୋଶା କହିଲେ, ଏହି ସମସ୍ତ କାର୍ଯ୍ୟ କରିବା ପାଇଁ ସଦାପ୍ରଭୁ ମୋତେ ପଠାଇଅଛନ୍ତି। ମୁଁ ଆପଣା ନିଜ ମନରୁ ତାହା ସବୁ କରିନାହିଁ, ତାହା ଏଥିରେ ତୁମ୍ଭେମାନେ ଜାଣିବ। ଯେବେ ଏହି ଲୋକମାନେ ସମସ୍ତ ଲୋକଙ୍କ ସାଧାରଣ ମରଣରେ ମରନ୍ତି, କିଓ ବା ଯେବେ ସମସ୍ତ ଲୋକଙ୍କ ଦଣ୍ଡ ଅନୁସାରେ ସେମାନଙ୍କ ଉପରେ ଦଣ୍ଡ ଘଟେ, ତେବେ ସଦାପ୍ରଭୁ ମୋତେ ପଠାଇ ନାହାନ୍ତି। ମାତ୍ର ସଦାପ୍ରଭୁ ଯେବେ କୌଣସି ନୂତନ କର୍ମ କରନ୍ତି ଓ ପୃଥିବୀ ଆପଣା ମୁଖ ବିସ୍ତାର କରି ସେମାନଙ୍କୁ ଓ ସେମାନଙ୍କ ସର୍ବସ୍ୱ ଗ୍ରାସ କରେ ଓ ସେମାନେ ଜିଅନ୍ତା ହୋଇ ପାତାଳକୁ ଧସି ଯାଆନ୍ତି, ତେବେ ସେମାନେ ଯେ ସଦାପ୍ରଭୁଙ୍କୁ ଅବଜ୍ଞା କରିଅଛନ୍ତି ତାହା ତୁମ୍ଭେମାନେ ବୁଝିବ। ଅନନ୍ତର ଏପରି ହେଲା ଯେ ସେ ଏହି କଥା କହିବାର ସମାପ୍ତ କରନ୍ତେ ସେମାନଙ୍କ ଅଧ୍ୟସ୍ଥ ଭୂମି ଫାଟିଗଲା। ପୁଣି ପୃଥିବୀ ଆପଣା ମୁଖ ବିସ୍ତାର କରି ସେମାନଙ୍କୁ ଓ ସେମାନଙ୍କ ପରିଜନ ଗଣକୁ ଓ କୋରହର ସପକ୍ଷ ସମସ୍ତ ଲୋକଙ୍କୁ ଓ ସେମାନଙ୍କ ସକଳ ସମ୍ପତ୍ତି ଗ୍ରାସ କଲା। ଏହି ରୂପେ ସେମାନେ ଓ ସେମାନଙ୍କର ସମସ୍ତ ପରିଜନ ଜିଅନ୍ତା ଥାଉ ଥାଉ ପାତାଳକୁ ଧସିଗଲେ ଓ ପୃଥିବୀ ସେମାନଙ୍କ ଉପରେ ଆଚ୍ଛାଦନ କଲା। ତହିଁରେ ସେମାନେ ସମାଜ ମଧ୍ୟରୁ ଲୁପ୍ତ ହେଲେ। ପୁଣି ସେମାନଙ୍କ ରବରେ ସେମାନଙ୍କ ଚତୁର୍ଦିଗସ୍ଥ ସମସ୍ତ ଇସ୍ରାଏଲ ପଳାୟନ କଲେ। ଯେହେତୁ ସେମାନେ କହିଲେ, କେଜାଣି ପୃଥିବୀ ଆମ୍ଭମାନଙ୍କୁ ଗ୍ରାସ କରିବ, ଏ ଉତ୍ତାରେ ସଦାପ୍ରଭୁଙ୍କ ଠାରୁ ଅଗ୍ନି ନିର୍ଗତ ହୋଇ ଧୂପ ଉତ୍ସର୍ଗକାରୀ ସେହି 250 ଲୋକଙ୍କୁ ଗ୍ରାସ କଲା। ଏଠାରେ ଆମ୍ଭକୁ ପବିତ୍ର ଆତ୍ମାଙ୍କ ଯୁଗରେ ଆତ୍ମା ଓ କନ୍ୟା ହୋଇ ଆସିଥିବା
पिता परमेश्वर और माता परमेश्वर को कौन प्रसन्न हुए एवं कौन नहीं एही विषय को नहीं परमेश्वर मन को बुझिबार बुद्धि दिया जाइछि। ताहा केवल गणना पुस्तक अध्याय 16 ही नुहे जेउठी आम्भे परमेश्वर मन को बुझिपारिबा सही 12 जन अनुसंधानकारी कार्यरू मध्य आम्भे परमेश्वर मन को बुझिपारिबा जो माने किणान अनुसंधान करने जाइथिले। द्वितीय विवरण अध्याय 28 रे जहाँ आज आम्भे माने अध्ययन करिथिलु परमेश्वर आम्भ मानकु प्रतिज्ञा कले जे जदि तुम्भे आम्भर रब शुणिब ओ आम्भ अस्तित्व को उचित रूपे पालन करिब तेबे आम्भे तुम्भको पृथ्वीर समस्त जाति मध्यरु श्रेष्ठ करिबा ओ तुम्भे गृह को आसीबा बेले ओ तुम्भे गृहरु बाहर को जिबा बेले आशीर्वाद देबा। आशीर्वाद पाइबा पई आम्भे सबु उपाय जानि नाहु किंतु कौन से परमेश्वर नुहंती जहांकु सही पथ और दिगर ज्ञान अछि जहा द्वारा आम्भे मानव जाति रे श्रेष्ठ हेबा। भाई और भौणी माने आम्भे परमेश्वर ऊपर विश्वास करुथुबा लोक अटु। आम्भे जाणु कि परमेश्वर जीवन और सौभाग्य मृत्यु और विनाश को नियंत्रण करती। संगरे परमेश्वर मोसांग को सीधा सड़क कहिले जो लोक आम्भ विरुद्ध पाप करिअछि आम्भे आपण पुस्तक ताहार नाम काटी पकेबा। तेबे आम्भको बाइबल रे यह देखिबा उचित कि सेमाने से पर्यंत कौन करथिले जहा द्वारा सेमानंको नाम जीवनर पुस्तक मध्यरु काटी दिया गला। समस्त लोक जदि आम्भे खुशीर सहित पालन करबाकू चाहू तेबे आम्भको आवश्यक कि आम्भे परमेश्वरଙ୍କ इच्छा को बुझिबा। थरे आम्भे परमेश्वरଙ୍କ कौनसी आज्ञा को संपूर्ण भावे पालन करिबा तेबे आम्भमानଙ୍କ पछरे केवल आशीर्वाद हेबो। जदि काहारी को यही विषयर अनुभव हुए एवं तथापि मध्य परमेश्वरଙ୍କ शुणे नाही तेबे यह बहुत विचित्र हेबो। आसंतु आम्भे संपूर्ण मन रे विश्वास करिबा कि जेबे आम्भे परमेश्वरଙ୍କ वाक्य गुडी को अमल रे आनी थाउ तेबे धन्य हेबा। आसंतु आम्भे विश्वास और अनुभव करिबा वाक्य गुडी को अमल रे आनिबा। जेबे परमेश्वर 2000 वर्ष पूर्वे यही पृथ्वी को आसीथिले तेबे से आम्भको एक महत्वपूर्ण शिक्षा देइथिले। आसंतु आम्भे माने माथ्यू अध्याय 12 पद 30 देखिबा। जे मोहर सपक्ष नुहे से मोहर विपक्ष पुणी जे मो सहित संग्रह करे नाही से छिन्न भिन्न करि पकाए। अतएव मु तुम्हमानंकु कहुअछि मनुष्य मानंकर समस्त पाप और निंदा क्षमा करा जिवो किंतु आत्मांक विरुद्ध रे निंदा कोन करा जिवो नाही क्षमा करा जिवो नाही। आउ जे कही मनुष्य पुत्रंक विरुद्ध रे कथा कहिबो ताहाको क्षमा दिया जिवो मात्र जे कही पवित्र आत्मांक विरुद्ध रे कथा कहिबो इहो जुगरे कि पर जुगरे ताहाको क्षमा दिया जिवो नाही। परमेश्वर कहिले जो लोक आम्भ विरुद्ध रे पाप करिअछि आम्भे आपणा पुस्तकरु ताहार नाम काटी पकेबा। एथिपई जे कही पवित्र आत्मांक निंदा करे अबा ताहांक विरुद्ध रे किछि कहे ताहार नाम जीवनर पुस्तक मध्यरु जहार परमेश्वर उल्लेख करिसंते काटी दिया जिवो। बहुत लोक आम्भको पचारंती कोन पिता आनसांग चमत्कार देखाइले पिता आनसांग इच्छा कोन जेउथिरे से चाहंती कि आम्भे चालिबा ताहा कोन जहा पिता आनसांग खोजंती। परमेश्वर आम्भको बाइबल 66 पुस्तक माध्यम रे प्रत्येक विषयर साक्ष्य दैछंती किंतु किछि लोक यही प्रश्न पचारंती। एपरि लागे कि से माने यथि पई यही प्रश्न पचारंती कारण सेमानंको विश्वास नाही कि ख्रीष्ट आनसांग परमेश्वर अटंती। पितांक जुगरे पिता स्वयं को सदा प्रभुंक रूपे प्रकट कले और पुत्रंक जुगरे यही पृथ्वी को आसी से स्वयं को जीशुंक रूपे प्रकट कले एवं आपणा संतान मानंक परित्राण निमंते यही पवित्र आत्मांक जुगरे आउ थरे शरीर धारण करी आसिले। कोन से समस्त सत्य को पुनर्स्थापित करुथाई जहाकू शैतान बर्बाद और नष्ट करी देइथिला परित्राणर पथ खोली देई स्वर्ग को गले नाही। जो माने मनुष्यर विरुद्ध रे पाप और निंदा करंती क्षमा करा जाई पारंती किंतु जो माने पवित्र आत्मांक निंदा करंती से माने केबे क्षमा करा जाई परिबे नाही। बाइबल स्पष्टतारे कही थाए कि यही पाप इह जुगरे कि पर जुगरे ताहाकू क्षमा दिया जीव नाही। आम्भको आवश्यक कि आम्भे परमेश्वरंको एही वाक्यर स्मरण करुथाई कि आम्भे आपणा पुस्तकरु ताहार नाम काटी पकेबा एही बुझुथाई कि परमेश्वर केउ विषय को पाप मानंती बाइबल 66 पुस्तक को अति निकटरु देखिबा। आम्भको बुझिबा उचित कि परमेश्वर केउ दिग को खोजंती। से परमेश्वर थिले जिए यात्रा पुस्तक पर इस्राएलियो मानकु किणान उपरे जय लाभ करबाकू देले। से परमेश्वर थिले जिए करह को दंड देले। से मध्य परमेश्वर थिले जिए 10 जन अल्प विश्वासी अनुसंधानकारी को विभ्रांत कले।
ତାହାଙ୍କ ନାମ ପିତାଙ୍କ ଯୁଗରେ ସଦାପ୍ରଭୁ, ପୁତ୍ରଙ୍କ ଯୁଗରେ ଯୀଶୁ ଏବଂ ପବିତ୍ର ଆତ୍ମାଙ୍କ ଯୁଗରେ ଖ୍ରୀଷ୍ଟ ଆନସାଙ୍ଗ ଥିଲା। ବାଇବଲ ଅଧ୍ୟୟନ କରିବାର ଆମ୍ଭମାନଙ୍କ ମୁଖ୍ୟ ଲକ୍ଷ୍ୟ କ'ଣ? କ'ଣ ଏହା ପରମେଶ୍ୱରଙ୍କୁ ଜାଣିବା ନୁହେଁ? ଆମ୍ଭମାନଙ୍କ ପିତା ଓ ମାତା ପ୍ରତ୍ୟେକ ବସ୍ତୁକୁ ସମୟ ଓ ସ୍ଥାନରୁ ଦୂରରେ ଥାଇ ପରିଚାଳିତ କରୁଛନ୍ତି। 3500 ବର୍ଷ ପୂର୍ବେ, 2000 ବର୍ଷ ପୂର୍ବେ ଓ 6000 ବର୍ଷ ପୂର୍ବେ ମଧ୍ୟ ଯେବେ ପରମେଶ୍ୱର ଆଦମଙ୍କ ସୃଷ୍ଟି କରିଥିଲେ, ସେମାନେ ନିରନ୍ତର ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ଇଚ୍ଛା ଦେଖାନ୍ତି ଏବଂ ଆମ୍ଭକୁ ପରମେଶ୍ୱରଙ୍କ ଇଚ୍ଛାକୁ ବୁଝିବାରେ ସାହାଯ୍ୟ କରନ୍ତି। କିନ୍ତୁ ଆମ୍ଭକୁ ପ୍ରାୟ ଏହି ବିଷୟକୁ ନେଇ ଭୁଲ ଧାରଣା ହୋଇଥାଏ କି ପରମେଶ୍ୱର ସଦାପ୍ରଭୁ, ଯୀଶୁ ଏବଂ ଖ୍ରୀଷ୍ଟ ଆନସାଙ୍ଗ ଭିନ୍ନ ଭିନ୍ନ ପରମେଶ୍ୱର ଅଟନ୍ତି। ପରମେଶ୍ୱରଙ୍କ ସଠିକ ଜ୍ଞାନ ନ ହେବା କାରଣରୁ ଆମ୍ଭେ ପ୍ରାୟ ଏହି ବିଷୟକୁ ବୁଝିବାରେ ଅସକ୍ଷମ ହୋଇଥାଉ କି ଆମ୍ଭକୁ ଏହି ଯୁଗରେ କେଉଁ ପ୍ରକାରର ପଥରେ ଚାଲିବା ଉଚିତ। ପବିତ୍ର ଆତ୍ମାଙ୍କ ଯୁଗରେ ମଧ୍ୟ ଏପରି ମୂର୍ଖ ଲୋକ ଅଛନ୍ତି ଯେଉଁମାନେ ସ୍ୱର୍ଗୀୟ ମାତାଙ୍କ ନିନ୍ଦା ଏବଂ ତିରସ୍କାର କରନ୍ତି। କିନ୍ତୁ କ'ଣ ପିତା ସ୍ପଷ୍ଟତାରେ ସ୍ୱର୍ଗୀୟ ମାତାଙ୍କ ସାକ୍ଷ୍ୟ ଦେଇନାହାନ୍ତି? ଇଲିସାୟ ଏଲିୟଙ୍କୁ ଅନୁସରଣ କଲେ, ଜିହୋଶୁୟ ମୋଶାଙ୍କୁ ଅନୁସରଣ କଲେ, ପିତର ଯୀଶୁଙ୍କୁ ଅନୁସରଣ କଲେ, ଆଉ ମୁଁ ମାତାଙ୍କୁ ଅନୁସରଣ କରେ। ପିତା ଆମ୍ଭମାନଙ୍କ ପରମେଶ୍ୱର ସ୍ୱୟଂ ଏହା ଲେଖିଲେ। କେହି ମଧ୍ୟ ପରମେଶ୍ୱରଙ୍କ ଏହି ଇଚ୍ଛାକୁ ବିରୋଧ କରିପାରିବ ନାହିଁ। ପରମେଶ୍ୱର ଏହା କହୁଥାଇ ମାନବ ଜାତିକୁ ଆପଣା ଇଚ୍ଛାର ପରିଣାମ ଦେଖାଇଲେ କି ଯଦି ତୁମ୍ଭେ ଏହା କରିବ ତେବେ ଧନ୍ୟ ହେବ, ଆଉ ଯଦି ନ କର ତେବେ ଶାପଗ୍ରସ୍ତ ହେବ। କିନ୍ତୁ ଦୁର୍ଭାଗ୍ୟବଶତଃ ଏପରି ବହୁତ ଲୋକ ଅଛନ୍ତି ଯେଉଁମାନେ ଏପରି ପଥରେ ଚାଲନ୍ତି ଯାହା ସେମାନଙ୍କ ଉପରେ ଅଭିଶାପ ଆଣିଥାଏ। କୋରହ, ଆଖନ ଓ ଜିହୁଦା ଇସ୍କାରିଓତର କାହାଣୀ ଭଲ ନ ହେବା ସତ୍ତ୍ୱେ ମଧ୍ୟ ବାଇବଲରେ କାହିଁକି ଲେଖାଯାଇଅଛି? ଏହାର କାରଣ ପ୍ରଥମ କରିନ୍ଥିଓ ଅଧ୍ୟାୟ 10ରେ ମିଳିପାରିବ। ନାହିଁ ଆମ୍ଭେ ସେହି ପ୍ରକାର କରିବା ଯେପରି ସେମାନଙ୍କ ମଧ୍ୟରେ କେତେକ କଲେ। ଏହି ବର୍ଷ ଆସନ୍ତୁ ଆମ୍ଭେ ପିତା ଓ ମାତାଙ୍କୁ ଆହୁରି ଅଧିକ ଖୁସି ଓ ମହିମା ଦେବା। ଯେହେତୁ ପରମେଶ୍ୱର ଆମ୍ଭମାନଙ୍କୁ ଆଶୀର୍ବାଦ ପାଇବାର ପଥ ଦେଖାଇଅଛନ୍ତି, ଏଥିପାଇଁ ଆସନ୍ତୁ ଆମ୍ଭେ ସେହି ପଥରୁ ପଥଭ୍ରଷ୍ଟ ହେବା ନାହିଁ। ଏହି ବର୍ଷ ଯଦିଓ ଆମ୍ଭକୁ ଜଙ୍ଘର ଶିରା ଟାଣିବାର ଯନ୍ତ୍ରଣା ଅନୁଭବ ହେଉ, ଆସନ୍ତୁ ଆମ୍ଭେ ସ୍ୱର୍ଗୀୟ ଆଶୀର୍ବାଦ ପାଇବା ପାଇଁ ଦୃଢ଼ତାରେ ସଂକଳ୍ପୀ ହେବା। ଏହି ସଂକଳ୍ପର ସହିତ ଆସନ୍ତୁ ଆମ୍ଭେମାନେ ଏହି ବର୍ଷକୁ ସୁସମାଚାରର ବହୁତ ଅନୁକୂଳ ପରିଣାମରେ ପୂର୍ଣ୍ଣ କରିବା, ଯାହା ପିତା ଓ ମାତାଙ୍କ ପ୍ରେମ ଓ ଆଶୀର୍ବାଦର ଯୋଗ୍ୟ ଅଟେ। ପରମେଶ୍ୱରଙ୍କ ସୃଷ୍ଟି ସମସ୍ତ ବସ୍ତୁ ମଧ୍ୟରୁ ବୃକ୍ଷଗୁଡ଼ିକର ବିକାଶ ଏପରି ଘଣ୍ଟି ଛାଡ଼ିଦିଏ ଯାହାଫଳରେ ଏହା ଜଣାଯାଏ କି ସେମାନେ କିପରି ଜୀବନ ଅତିବାହିତ କଲେ। ଆମ୍ଭମାନଙ୍କ ଆତ୍ମାରେ ମଧ୍ୟ ବିକାଶର ଘଣ୍ଟି ରହିଛି, ଆଉ ସେଗୁଡ଼ିକ ଏହା ଦେଖାଇଥାନ୍ତି କି ଆମ୍ଭେ ପୂର୍ବଗତ ବର୍ଷରେ କିପରି ବଞ୍ଚିଲୁ। ଆମ୍ଭେ ଏହା ଭୁଲିପାରୁ କି ଆମ୍ଭମାନଙ୍କ ପାଖରେ କେଉଁ ପ୍ରକାରର ବିଚାର ଥିଲା, କେଉଁ ପ୍ରକାରର ବିଶ୍ୱାସ ଥିଲା, ଆଉ ଗତ ଏକ ବର୍ଷରେ ଆମ୍ଭେ କେତେ ଚେଷ୍ଟା କରିଥିଲୁ। ବିକାଶର ଘଣ୍ଟିରୁ ଏହା ପ୍ରତ୍ୟକ୍ଷ ହୋଇଥାଏ କି କେଉଁ ବର୍ଷ ମରୁଡ଼ି ହୋଇଥିଲା, କେଉଁ ବର୍ଷ ବନ୍ୟା ହୋଇଥିଲା, କେଉଁ ବର୍ଷ ପର୍ବତରେ ନିଆଁ ଲାଗିଥିଲା ଆଦି। ଏହା ସମସ୍ତ ବିକାଶର ଘଣ୍ଟିରେ ଅଭିଲେଖ ରହିଛି। ଆମ୍ଭକୁ ଏହି ବିଷୟକୁ ମନରେ ରଖିବା ଉଚିତ କି ଆମ୍ଭମାନଙ୍କ ଆତ୍ମାର ମଧ୍ୟ ବିକାଶର ଘଣ୍ଟି ଅଛି। ଯେହେତୁ ପରମେଶ୍ୱର କହିଲେ କି ଆମ୍ଭେ ନୂତନ ନିୟମ ଦ୍ୱାରା ତୁମ୍ଭମାନଙ୍କ ଅତୀତର ପାପ ଓ ଅଧର୍ମକୁ କ୍ଷମା କରିବା, ପରମେଶ୍ୱର ଅତୀତର ସମସ୍ତ ବିଷୟକୁ କ୍ଷମା କରିଦେବେ। ଏହି ବର୍ଷ ଆସନ୍ତୁ ଆମ୍ଭେମାନେ ଆପଣା ଆତ୍ମିକ ବିକାଶର ଘଣ୍ଟିରେ ଏକ ଚିହ୍ନ ଛାଡ଼ିବା, ଯାହାଦ୍ୱାରା ଏହା ପ୍ରତ୍ୟକ୍ଷ ହେଉ ଯେ ଆମ୍ଭେ ଆପଣା ଜୀବନ ପିତା ଓ ମାତାଙ୍କ ମହିମା ନିମନ୍ତେ ବଞ୍ଚିଲୁ ଏବଂ ତାହାଙ୍କ ପାଳନ କଲୁ। ଆଜିର ପ୍ରାର୍ଥନାରେ ମାତା କହିଲେ, ତୁମ୍ଭେ ଯେ ଆମ୍ଭେ ସବୁଠାରୁ କ୍ଷୁଦ୍ର ନିମନ୍ତେ କଲ, ତାହା ଆମ୍ଭ ସହିତ କଲ। କ'ଣ ଏହି ବାକ୍ୟ ମାଥ୍ୟୁ ଅଧ୍ୟାୟ 25ରୁ ନାହିଁ? ତୁମ୍ଭେମାନେ ମୋହର ଏହି କ୍ଷୁଦ୍ରତମ ଭ୍ରାତୃବୃନ୍ଦଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରିଥିବାରୁ ମୋ ପ୍ରତି ହିଁ ତାହା କରିଅଛ। ପରମେଶ୍ୱର ଏହି ଶବ୍ଦକୁ କୌଣସି ପ୍ରକାରେ ଦାର୍ଶନିକ ଉଦାହରଣ ରୂପେ ଛାଡ଼ିଲେ ନାହିଁ। ପ୍ରକାଶିତ ବାକ୍ୟର ପୁସ୍ତକରେ ମଧ୍ୟ ପରମେଶ୍ୱର କହିଲେ, ଆମ୍ଭେ ପ୍ରତ୍ୟେକଙ୍କୁ ଆପଣା କର୍ମାନୁସାରେ ପ୍ରତିଫଳ ଦେବା। ଯେହେତୁ ବାଇବଲ କହିଥାଏ କି ଆମ୍ଭମାନଙ୍କ ସମସ୍ତ କାର୍ଯ୍ୟ ସ୍ୱର୍ଗୀୟ ଜୀବନର ପୁସ୍ତକରେ ଲିଖିତ ହୋଇଅଛି, ଏଥିପାଇଁ ଆସନ୍ତୁ ଆମ୍ଭେମାନେ ଏହି କରୋନା ବିଶ୍ୱ ମହାମାରୀ ସମୟରେ ମଧ୍ୟ ପରମେଶ୍ୱରଙ୍କ ଦିଆଯାଇଥିବା ମିଶନକୁ ପରିଣାମ ଦେବାରେ ପ୍ରତ୍ୟେକ ଚେଷ୍ଟା କରିବା। ଆସନ୍ତୁ ଆମ୍ଭେମାନେ ଆତ୍ମିକ ଓ ଶାରୀରିକ ଉଭୟ ରୂପେ ଧନ୍ୟ ଜୀବନ ଅତିବାହିତ କରୁଥାଇ ଆପଣା ବିକାଶର ଘଣ୍ଟିରେ ସୁନ୍ଦର ଅଭିଲେଖ ଗୁଡ଼ିକୁ ଉତ୍କୀର୍ଣ୍ଣ କରିବା। ଏପରି କରୁଥାଇ ଆସନ୍ତୁ ଆମ୍ଭେମାନେ ଏହି ବର୍ଷ ପିତା ଓ ମାତାଙ୍କ ଆଡ଼କୁ ଅଧିକ ମହିମା କରିବା। ଏହାଦ୍ୱାରା ମୁଁ ଆଜିର ଉପଦେଶକୁ ସମାପ୍ତ କରିବାକୁ ଚାହିଁବି। ଆପଣଙ୍କ ବହୁତ ବହୁତ ଧନ୍ୟବାଦ।